ସମସ୍ତଙ୍କୁ ପ୍ରେରଣାର ଉତ୍ସ ଯୋଗାଇଛନ୍ତି ପ୍ରମୋଦିନୀ ରାଉଳ। ଆକାଶକୁ ଛୁଇଁବାର ସ୍ୱପ୍ନ ଦେଖୁଥିଲେ ସେ ଦୃଷ୍ଟିହୀନ ହୋଇଗଲେ। ମୁହଁ ଜଳିଗଲା, ସ୍ୱପ୍ନ ଧୂଳିସାତ ହୋଇଗଲା। ଯଦି କିଛି ଥିଲା ତ ବାସ୍ ଶରୀର ଏବଂ ମନରେ ଏକ ଦୁଃଖର ଅସହ୍ୟ ଯନ୍ତ୍ରଣା। ବର୍ଷ ବର୍ଷର ସମୟ ଲାଗିଲା, କିନ୍ତୁ ଏହି ଝିଅ ପୁଣି ଥରେ ନିଜ ଗୋଡ଼ ଉପରେ ଠିଆ ହେଲେ, ନିଜ ଘରୁ ବାହାରିଲେ, ନିଜ ସହରରୁ ବାହାରିଲେ, ନିଜ ଯନ୍ତ୍ରଣାରୁ ବାହାରିଲେ ଏବଂ ମନରେ ଦୃଢ଼ ସଂକଳ୍ପ ନେଲେ ଯେ ଏହିପରି ଯେଉଁମାନେ ଆହୁରି ପୀଡ଼ିତ ଅଛନ୍ତି ସେମାନଙ୍କୁ ସାହାଯ୍ୟ କରିବେ। ହାର ନ ମାନି ବରଂ ସେହି ଅପରାଧୀକୁ ଦଣ୍ଡ ଦେବାର ଅଛି। ଆସନ୍ତୁ ଆଜି ଆପଣଙ୍କ ସହ ସାକ୍ଷାତ କରାଉଛୁ ଆମ ଆଜିର ପ୍ରାଇଡ୍ ଅଫ୍ ଓଡ଼ିଶା ପଦ୍ମବିଭୂଷଣ ଶ୍ରୀଯୁକ୍ତ ସୁଦର୍ଶନ ସାହୁ ମହୋଦୟ। ପ୍ରମୋଦିନୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଯିଏ ଜୀବନ ନିଜେ ସୀମା ଉପରେ ବିଶ୍ୱାସ କରନ୍ତି ଏବଂ ଅନେକଙ୍କ ପାଇଁ ବର୍ତ୍ତମାନ ତାହାର ପରିଚୟ। ନିଜର ସବୁ ଦୁଃଖ କଷ୍ଟକୁ ନିଜର ସବୁ ଯନ୍ତ୍ରଣାଙ୍କ ଭିତରେ ଚାପି ଅନ୍ୟ ପୀଡ଼ିତା ମହିଳାଙ୍କ ପ୍ରତି ସ୍ୱର ପାଇଁ ସ୍ୱର ଉତ୍ତୋଳନ କରିବା ଏକ ମହତ୍ କାମ। ଆମେ ତାଙ୍କର ସେ କାମକୁ ସମ୍ମାନ ଜଣାଉଛୁ, ତାଙ୍କୁ ସମ୍ମାନ ଜଣାଉଛୁ। ଧନ୍ୟବାଦ ଶ୍ରୀମତୀ ପ୍ରମୋଦିନୀ ରାଉଳ। ଧନ୍ୟବାଦ ଦେବୀ।